ଗତକାଲି ସନ୍ଧ୍ୟାରେ ସାରା ଓଡ଼ିଶା କ'ଣ ଭାରତ ବର୍ଷ ଗୋଟେ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ। ଗୋଟେ କ୍ରିମିନାଲକୁ ବାନ୍ଧିବା ପାଇଁ ସରକାରଙ୍କୁ ମୁଣ୍ଡ ନୁଆଇବାକୁ ପଡ଼ିଲା। ଯେ ଯିଏ ଅଭିଯୁକ୍ତ ସିଏ ତାଙ୍କ ପାର୍ଟି ଅଫିସ ଭିତରକୁ ଆସିବ, ପାର୍ଟି ଅଫିସରେ ତାଙ୍କ ପ୍ରେସିଡେଣ୍ଟଙ୍କ ସାଥିରେ କଥାବାର୍ତ୍ତା ହେବେ ଏବଂ ସୈନ୍ୟ ସାମନ୍ତ ଲୋକବଳ ନେଇକି ଆସିବା। ପୁଣି ଟିଭିରେ କହିବେ ମୁଁ ଆସିଥିଲି, ଆଲୋଚନା କଲି, ଘରକୁ ଫେରୁଛି। ଏବଂ ଗତକାଲି ସନ୍ଧ୍ୟାରେ ଶହ ଶହ ସମର୍ଥକଙ୍କୁ ଧରି ଆସି ଡିସିପି ଅଫିସରେ ପହଞ୍ଚିବା ଏବଂ ପୋଲିସ ତାଙ୍କୁ ସୁରକ୍ଷା ବଳୟ ଭିତରେ ନେବା, ସରେଣ୍ଡର କରିବା ପୂର୍ବରୁ ସେ ଗୋଟେ ଷ୍ଟେଟମେଣ୍ଟ ଦେବା, ସତେ ଯେମିତି ଭାରତବର୍ଷର ସ୍ୱାଧୀନତା ସଂଗ୍ରାମୀ ଜଣେ ଅଭିଯୁକ୍ତ ତା ଇଚ୍ଛାରେ ସରେଣ୍ଡର କରିବ। ଏବଂ ଏଇଟା କୁହାଯିବ ଗୋଟେ ନୂଆ ଟ୍ରେଣ୍ଡ ସେଟ୍ କଲେ ଭାରତବର୍ଷରେ, ଓଡ଼ିଶାରେ, ଯେ ଆମେ କ୍ରିମିନାଲ ଆକ୍ଟିଭିଟି କରିବୁ, ଆମ ଇଚ୍ଛା ଯେତେବେଳେ ହେବ ସେତେବେଳେ ଥାନାକୁ ଯିବୁ। ମୁଁ ପୋଲିସ ଡିପାର୍ଟମେଣ୍ଟ ଆହ୍ୱାନ ଦେବାକୁ ଚାହୁଁଛି ଯେ ଏହା କେଉଁ ବିଧିରେ ଅଛି ଯେ ଜଣେ ଅଭିଯୁକ୍ତ ସେ ବୁଲିବ ଫ୍ରିଲି ଏବଂ ଇଚ୍ଛା ପ୍ରକାଶ କଲେ ଟିଭି ସାମ୍ନାରେ ଷ୍ଟେଟମେଣ୍ଟ ଦେଲା ବେଳକୁ ପୋଲିସ ମାନେ ସେଠି ଛିଡ଼ା ହେଇକି ଦେଖୁଥିବେ ଏବଂ ତାଙ୍କ ଇଚ୍ଛାରେ ସେ ଆସିକି ସରେଣ୍ଡର କରିବେ ବା ଯାହା କରିବେ, ଏଟା ଆଇନ ସମ୍ମତ ନୁହେଁ।